ଆମର ଏହି ବିଶେଷ ଆଲୋଚନାକୁ ସ୍ୱାଗତ। ଆଜି ଆମ ପାଖରେ ଓଡ଼ିଆ ଶ୍ରୀମଦ୍ ଭାଗବତର କିଛି ଅଂଶ ଅଛି। ଏହା କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ଏକ ଗଭୀର ଦାର୍ଶନିକ ଆଲୋଚନା, ଯେଉଁଠି ଜୀବନ, ମୃତ୍ୟୁ ଆଉ ଚେତନା ଏମିତି କେତେ କ'ଣ ରହସ୍ୟ ଉପରେ କଥାବାର୍ତ୍ତା ହୋଇଛି। ଆଉ ଏହି ଆଲୋଚନାର ଯେଉଁ ପରିପ୍ରେକ୍ଷ୍ୟ, ସେଇଟା ମଧ୍ୟ ବହୁତ ଆକର୍ଷଣୀୟ। ଦେଖନ୍ତୁ, ମୃତ୍ୟୁର ଦ୍ୱାରଦେଶରେ ଥିବା ରାଜା ପରୀକ୍ଷିତ ପ୍ରଶ୍ନ କରୁଛନ୍ତି, ଆଉ ମୁନି ଶୁକଦେବ ତାଙ୍କୁ ଜୀବନର ଚରମ ସତ୍ୟ ବିଷୟରେ କହୁଛନ୍ତି। ତେଣୁ ଏହା କୌଣସି କାଳ୍ପନିକ ଆଲୋଚନା ନୁହେଁ, ବରଂ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ହୋଇଥିବା ଏକ ସଂଳାପ। ଏକଦମ ଠିକ୍। ତେବେ ଆଜି ଆମର ଉଦ୍ଦେଶ୍ୟ ହେଉଛି ଏହି ସଂଳାପରୁ ତିନୋଟି ମୁଖ୍ୟ ବିଷୟକୁ ବାହାର କରି ବୁଝିବା। ପ୍ରଥମେ, ସାଂସାରିକ ଓ ଆଧ୍ୟାତ୍ମିକ, ଏହି ଦୁଇଟି ଜୀବନ ପଥ ଭିତରେ ଥିବା ପାର୍ଥକ୍ୟ। ଦ୍ୱିତୀୟରେ, ମନକୁ ସ୍ଥିର କରିବା ପାଇଁ ଏକ ଶକ୍ତିଶାଳୀ ଧ୍ୟାନ ପ୍ରକ୍ରିୟା, ଯାହାକୁ ଧାରଣା ଯୋଗ କୁହାଯାଇଛି। ଏବଂ ଶେଷରେ, ଜଣେ ସିଦ୍ଧ ଯୋଗୀଙ୍କର ଅନ୍ତିମ ଯାତ୍ରା, ଯାହାକି ସାଧାରଣ ମୃତ୍ୟୁଠାରୁ ପୂରାପୂରି ଅଲଗା। ତେବେ ଆସନ୍ତୁ ଏହି ଗଭୀର ଆଲୋଚନା ଆରମ୍ଭ କରିବା। ପ୍ରଥମ ବିଷୟର ହିଁ ଆରମ୍ଭ କରିବା, ଯାହା ହେଉଛି ଜୀବନର ଦୁଇଟି ପଥ। ଗ୍ରନ୍ଥ ଆରମ୍ଭରେ ହିଁ ଗୋଟେ ସ୍ପଷ୍ଟ ବିଭାଜନ କରୁଥିବା ପରି ଲାଗୁଛି। ଗୋଟିଏ ପଟେ ସାଧାରଣ ସାଂସାରିକ ଜୀବନ, ଆଉ ଅନ୍ୟପଟେ ଜଣେ ଜ୍ଞାନୀ ବା ସୁବୁଦ୍ଧିର ଜୀବନ। ଏହି ପାର୍ଥକ୍ୟକୁ କେମିତି ବର୍ଣ୍ଣନା କରାଯାଇଛି? ଏଠାରେ ସାଂସାରିକ ବ୍ୟକ୍ତିର ବର୍ଣ୍ଣନା ବହୁତ କୌତୂହଳପୂର୍ଣ୍ଣ। କୁହାଯାଇଛି ଯେ ସେମାନେ ନିଜ ଇନ୍ଦ୍ରିୟ ଆଉ ମନର ଦାସ ହୋଇ କେବଳ ଅସ୍ଥାୟୀ ସୁଖ ପଛରେ ଦୌଡ଼ନ୍ତି। ଗ୍ରନ୍ଥରେ ଏହା ପାଇଁ ଗୋଟେ ବହୁତ ସୁନ୍ଦର ଶବ୍ଦ ଅଛି, ବ୍ୟର୍ଥ ସୁଖ। ବ୍ୟର୍ଥ ସୁଖ ଅର୍ଥାତ୍ ବ୍ୟର୍ଥ ବା ନିରର୍ଥକ ସୁଖ। ଏକଦମ। ସେମାନେ ଧନ, ପଦବୀ, ପରିବାର ଏସବୁକୁ ହିଁ ସବୁକିଛି ଭାବି ନିଅନ୍ତି, କିନ୍ତୁ ଏହା ଯେ କ୍ଷଣସ୍ଥାୟୀ ତାହା ଭୁଲିଯାଆନ୍ତି। ଆଉ ସେଇଥିପାଇଁ ସେମାନେ ଜନ୍ମମୃତ୍ୟୁ ଚକ୍ରରେ ବାରମ୍ବାର ଘୁରୁଥାନ୍ତି। ତେବେ ଏହାର ବିକଳ୍ପ କ'ଣ? ସୁବୁଦ୍ଧି ବା ଜ୍ଞାନୀ ବ୍ୟକ୍ତି କ'ଣ ଏମିତି ଅଲଗା କରନ୍ତି? ଜ୍ଞାନୀ ବ୍ୟକ୍ତି ଏହି ସଂସାରର ଅସ୍ଥିରତାକୁ ଦେଖିପାରନ୍ତି। ସେ ବୁଝିପାରନ୍ତି ଯେ ବାହାରର ଜିନିଷରୁ ମିଳୁଥିବା ସୁଖ କେବେ ବି ସ୍ଥାୟୀ ହୋଇପାରିବ ନାହିଁ। ତେଣୁ ସେ ବାହାରକୁ ଦୌଡ଼ିବା ବନ୍ଦ କରି ଭିତରକୁ ଫେରନ୍ତି, ଆତ୍ମଲାଭ ପାଇଁ। ଆତ୍ମସାକ୍ଷାତ୍କାର ପାଇଁ। ହଁ, ଆଉ ସେମାନଙ୍କ ଜୀବନଶୈଳୀର ଯେଉଁ ବର୍ଣ୍ଣନା ଦିଆଯାଇଛି, ତାହା ଅତ୍ୟନ୍ତ ପ୍ରଭାବଶାଳୀ। ହଁ, ମୁଁ ସେହି ଅଂଶଟି ପଢ଼ୁଥିଲି। ଯେମିତିକି ସେମାନଙ୍କ ପାଇଁ ହାତ ହିଁ ପାତ୍ର। ଅଞ୍ଜଳି ଅଛି ଯେବେ ହସ୍ତେ, କି ପ୍ରୟୋଜନ ଅନ୍ୟ ପାତ୍ରେ। ବାଃ, କେତେ ସୁନ୍ଦର ଭାବନା! ଏହା କେବଳ ସୁନ୍ଦର ଭାବନା ନୁହେଁ, ଏହା ପଛରେ ଗୋଟେ ଗଭୀର ଦର୍ଶନ ଅଛି। ସେହିପରି କୁହାଯାଇଛି, ଦିଗ ବା ଆକାଶ ହିଁ ସେମାନଙ୍କର ବସ୍ତ୍ର, ଦିଗ ବକଳଜାର ବାସ। ପାହାଡ଼ର ଗୁମ୍ଫା ହିଁ ଘର, ଆଉ ବଣର ଫଳ ହିଁ ଖାଦ୍ୟ। ଫଳ ପୂରିଛି ବୃକ୍ଷେ ବନେ, କି ପ୍ରୟୋଜନ ଭିକ୍ଷା ଅନ୍ନେ। ଏଇ ଭାବନା ଶୁଣିବାକୁ ବହୁତ ସୁନ୍ଦର, କିନ୍ତୁ ଆଜିର ଦୁନିଆରେ ଏହା କେତେଦୂର ସମ୍ଭବ? ଜଣେ ସାଧାରଣ ମଣିଷ ପାଇଁ ଏଥିରୁ କ'ଣ ଶିକ୍ଷା ମିଳିପାରେ? ସମସ୍ତେ ତ ଜଙ୍ଗଲକୁ ଯାଇପାରିବେନି। ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଗ୍ରନ୍ଥ ଆକ୍ଷରିକ ଭାବେ ସମସ୍ତଙ୍କୁ ଜଙ୍ଗଲ ଯିବାକୁ କହୁନାହିଁ। ଏହାର ମୂଳ ତତ୍ତ୍ୱ ହେଉଛି ମାନସିକ ମୁକ୍ତି। ମାନସିକ ମୁକ୍ତି? ହଁ, ଏହି ସରଳତା କେବଳ ଭୌତିକ ତ୍ୟାଗ ନୁହେଁ, ଏହା ଏକ ମାନସିକ ସ୍ଥିତି। ଯେତେବେଳେ ଆମର ଆବଶ୍ୟକତା କମିଯାଏ, ବାହ୍ୟ ପରିସ୍ଥିତି ଉପରେ ଆମର ନିର୍ଭରଶୀଳତା ମଧ୍ୟ କମିଯାଏ। ସୁଖ ପାଇଁ ଆମେ ଆଉ ବାହାରର ବସ୍ତୁ ବା ବ୍ୟକ୍ତି ଉପରେ ନିର୍ଭର କରୁନାହୁଁ। ଆଚ୍ଛା। ଏହା ହିଁ ପ୍ରକୃତ ସ୍ୱାଧୀନତା, ଯାହା ବିଷୟରେ ଏଠାରେ କୁହାଯାଉଛି। ଅର୍ଥାତ୍ ଏହାକୁ ଆମେ ଗୋଟେ ପ୍ରକାରର ଆଧ୍ୟାତ୍ମିକ ମିନିମାଲିଜମ୍ କହିପାରିବା? ହଁ, ଏକଦମ। ବହୁତ ଭଲ ଶବ୍ଦଟିଏ ବାଛିଲେ। ମାନେ ଆମ ଜୀବନରୁ ଅନାବଶ୍ୟକ ଜିନିଷ ଆଉ ନିର୍ଭରଶୀଳତାକୁ ହଟେଇବା। ଠିକ୍। ଯାହାଫଳରେ ଆମେ ନିଜ ଭିତରର ଶାନ୍ତିକୁ ଅନୁଭବ କରିପାରିବା। ତେବେ ଯେଉଁମାନେ ଏପରି କଠୋର ତ୍ୟାଗ ପାଇଁ ପ୍ରସ୍ତୁତ ନୁହନ୍ତି, ସେମାନଙ୍କ ପାଇଁ କ'ଣ କୌଣସି ପନ୍ଥା ଅଛି? ନିଶ୍ଚୟ ଅଛି। ଭାଗବତ କୌଣସି ଗୋଟିଏ ପଥକୁ ବାଧ୍ୟତାମୂଳକ କରେ ନାହିଁ। ଯେଉଁମାନେ ସଂସାରରେ ରହି ଆଧ୍ୟାତ୍ମିକ ଉନ୍ନତି କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଧାରଣା ଯୋଗର ମାର୍ଗ ଦିଆଯାଇଛି। ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଧ୍ୟାନ ପଦ୍ଧତି। ଧାରଣା ଯୋଗ? ଏଠୁ କଥାଟା ଆହୁରି ଆକର୍ଷଣୀୟ ହୋଇଯାଉଛି। ଏହା ପ୍ରକୃତିରେ କ'ଣ? ଏହାର ମୂଳ ଲକ୍ଷ୍ୟ ହେଲା ନିଜ ଶରୀର ଭିତରେ, ନିଜ ହୃଦୟରେ ହିଁ ଭଗବାନ ହରିଙ୍କର ଏକ ଦିବ୍ୟ ରୂପକୁ କଳ୍ପନା କରିବା। ଓହୋ,
ଆଉ ସେଥିରେ ମନକୁ ସମ୍ପୂର୍ଣ୍ଣ ଭାବେ ଏକାଗ୍ର କରିବା। ଗ୍ରନ୍ଥର ଭାଷାରେ ସ୍ୱଦେହେ ହୃଦୟ ପ୍ରକାଶେ ସେ ହରି ଘୋରତମ ନାଶେ। ଅର୍ଥାତ୍ ଯେତେବେଳେ ସେହି ହରି ହୃଦୟରେ ପ୍ରକାଶିତ ହୁଅନ୍ତି, ସବୁ ଅନ୍ଧକାର ଦୂର ହୋଇଯାଏ। ଏଠି ମୋର ଗୋଟେ ପ୍ରଶ୍ନ ଅଛି। ଏହି ରୂପର ବର୍ଣ୍ଣନା ଏତେ ସବିଶେଷ ଭାବରେ କାହିଁକି ଦିଆଯାଇଛି? କେବଳ ଭଗବାନଙ୍କୁ ଧ୍ୟାନ କର କହିଲେ ଯଥେଷ୍ଟ ହୋଇନଥାନ୍ତା କି? ଏତେ ଛୋଟ ଛୋଟ କଥା, ଯେମିତିକି ତାଙ୍କର ମୁକୁଟ, କୁଣ୍ଡଳ, ବସ୍ତ୍ର, ଏସବୁର କ'ଣ ଆବଶ୍ୟକତା? ବହୁତ ଚମତ୍କାର ପ୍ରଶ୍ନଟି ପଚାରିଲେ। କାରଣ ଆମ ମନ ସ୍ୱଭାବତଃ ଚଞ୍ଚଳ। ହଁ, ଏକଦମ। ତାକୁ କୌଣସି ନିରାକାର ବା ଅମୂର୍ତ୍ତ ବିଷୟରେ ସ୍ଥିର ରଖିବା ବହୁତ କଷ୍ଟ। କିନ୍ତୁ ଯେତେବେଳେ ତାକୁ ଏକ ସୁନ୍ଦର, ଦିବ୍ୟ ଆଉ ସବିଶେଷ ରୂପ ଦିଆଯାଏ, ମନ ସେଥିରେ ସହଜରେ ଲାଗିଯାଏ। ଆଉ ଏହି ବର୍ଣ୍ଣନାର ପ୍ରତ୍ୟେକ ଅଂଶର ଏକ ଗଭୀର ସାଙ୍କେତିକ ଅର୍ଥ ଅଛି। ଓହୋ, ଏହା ବହୁତ ଆକର୍ଷଣୀୟ। ଯେପରିକି ତାଙ୍କର ଚାରି ହାତରେ ଥିବା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଠିକ୍ ସେହିପରି ଶଙ୍ଖ ହେଉଛି ସୃଷ୍ଟିର ପ୍ରଣବନାଦ ବା ଓଙ୍କାରର ପ୍ରତୀକ। ଆଚ୍ଛା। ଚକ୍ର ହେଉଛି ସମୟ ଏବଂ ଧର୍ମର ଚକ୍ର, ଯାହା ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରୁଛି। ଗଦା ହେଉଛି ଆଦିଶକ୍ତି ବା ପ୍ରାଣଶକ୍ତିର ପ୍ରତୀକ। ଏବଂ ପଦ୍ମ ହେଉଛି ପବିତ୍ରତା, ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ଜାଗରଣର ପ୍ରତୀକ। ତେଣୁ ଯେତେବେଳେ ଜଣେ ସାଧକ ଏହି ପ୍ରତୀକଗୁଡ଼ିକ ଉପରେ ଧ୍ୟାନ କରେ, ତାର ମନ କେବଳ ଏକ ମୂର୍ତ୍ତିରେ ନୁହେଁ, ବରଂ ସେହି ଗଭୀର ତତ୍ତ୍ୱଗୁଡ଼ିକ ସହିତ ଯୋଡ଼ି ହୋଇଯାଏ। ତାହେଲେ ଏହା ଏକ ପ୍ରକାର ମାନସିକ ବ୍ୟାୟାମ। ଯେମିତି ଆମେ ଆମର ଚଞ୍ଚଳ ମନକୁ, ଯାହାକୁ ମଙ୍କି ମାଇଣ୍ଡ କୁହାଯାଏ, ତାକୁ ଗୋଟିଏ ଜଟିଳ କିନ୍ତୁ ସୁନ୍ଦର ବସ୍ତୁ ଉପରେ ଲଗେଇ ଦେଉଛୁ, ଯାହାଫଳରେ ସେ ଆଉ ଏଣେତେଣେ ଡେଇବ ନାହିଁ। ଏକଦମ। ଏସବୁ ବିବରଣୀ ସେହି ମାନସିକ ଚିତ୍ରକୁ ଆହୁରି ସ୍ପଷ୍ଟ ଆଉ ଜୀବନ୍ତ କରିବାରେ ସାହାଯ୍ୟ କରେ। ଏକଦମ ଠିକ୍। ଆଉ ଏହି ଧ୍ୟାନର ପ୍ରକ୍ରିୟା ମଧ୍ୟ କ୍ରମିକ। ଗ୍ରନ୍ଥ କହୁଛି ଯେ ପ୍ରଥମେ ଭଗବାନଙ୍କ ସମଗ୍ର ରୂପ ଉପରେ ଧ୍ୟାନ କର, ତାପରେ ଧୀରେ ଧୀରେ ଗୋଟିଏ ଗୋଟିଏ ଅଙ୍ଗ ଉପରେ ମନକୁ ସ୍ଥିର କର। ଆଚ୍ଛା। ପ୍ରଥମେ ତାଙ୍କର ହସୁଥିବା ମୁଖମଣ୍ଡଳ, ତାପରେ ତାଙ୍କର କରୁଣାମୟ ଆଖି, ତାପରେ ତାଙ୍କର ହାତ, ଛାତି ଆଉ ଶେଷରେ ତାଙ୍କର ପାଦ ପର୍ଯ୍ୟନ୍ତ। ସ୍ଥାନକୁ ସ୍ଥାନ ଧ୍ୟାନ କରି ଛାଡ଼ିବ ଅପର ଆବୋରି। ହଁ, ଏହି ଅଭ୍ୟାସ ଦ୍ୱାରା ମନ ଏତେ ସୂକ୍ଷ୍ମ ଆଉ ଏକାଗ୍ର ହୋଇଯାଏ ଯେ ତାହା ସବୁ ବାହ୍ୟ ବିଷୟରୁ ନିବୃତ୍ତ ହୋଇଯାଏ। ଠିକ୍ ଅଛି। ତେବେ ମାନିନିଅନ୍ତୁ ଜଣେ ଯୋଗୀ ଏହି ଧ୍ୟାନରେ ଆଉ ପୂର୍ବର ଆଲୋଚିତ ତ୍ୟାଗରେ ସିଦ୍ଧି ଲାଭ କଲେ। ତାଙ୍କ ଜୀବନର ଚରମ ପରିଣତି କ'ଣ? ଯେତେବେଳେ ସେ ଶରୀର ତ୍ୟାଗ କରନ୍ତି, ସେତେବେଳେ କ'ଣ ହୁଏ? ମୋର ଅନୁମାନ ଏହା ସାଧାରଣ ମଣିଷର ମୃତ୍ୟୁ ପରି ନୁହେଁ। ଆଦୌ ନୁହେଁ। ସାଧାରଣ ମଣିଷର ମୃତ୍ୟୁ ଅନିଚ୍ଛାକୃତ ଆଉ ପ୍ରାୟତଃ ଯନ୍ତ୍ରଣାଦାୟକ। କିନ୍ତୁ ଜଣେ ସିଦ୍ଧଯୋଗୀ ନିଜ ଇଚ୍ଛାରେ, ନିଜେ ସ୍ଥିର କରିଥିବା ସମୟରେ ଶରୀର ତ୍ୟାଗ କରନ୍ତି। ନିଜ ଇଚ୍ଛାରେ? ହଁ, ସେମାନେ କୌଣସି ଶୁଭ ବା ଅଶୁଭ ସମୟ, ପବିତ୍ର ସ୍ଥାନ କିମ୍ବା ତିଥିର ଅପେକ୍ଷା କରନ୍ତି ନାହିଁ। ଗ୍ରନ୍ଥରେ କୁହାଯାଇଛି, ପବିତ୍ର ପୁଣ୍ୟ ତୀର୍ଥକାଳ ମନରେ ନ କରି ବିଚାର। ସେ ନିଜ ଯୋଗ ସାମର୍ଥ୍ୟ ବଳରେ ଏକ ସଚେତନ ପ୍ରକ୍ରିୟା ମାଧ୍ୟମରେ ଦେହ ତ୍ୟାଗ କରନ୍ତି। ଏହି ପ୍ରକ୍ରିୟାଟି କିପରି? ଗ୍ରନ୍ଥରେ କୁହାଯାଇଛି ଯେ ପ୍ରାଣବାୟୁକୁ ମୂଳାଧାରରୁ ଉପରକୁ ଉଠାଇ ମସ୍ତିଷ୍କର ଶୀର୍ଷରେ ଥିବା ବ୍ରହ୍ମରନ୍ଧ୍ର ଦେଇ ବାହାର କରାଯାଏ। ଏହି ବ୍ରହ୍ମରନ୍ଧ୍ର ଜିନିଷଟି କ'ଣ? ଯୋଗଶାସ୍ତ୍ର ଅନୁସାରେ ଆମ ଶରୀରରେ ଅନେକ ଶକ୍ତି କେନ୍ଦ୍ର ବା ଚକ୍ର ଅଛି। ବ୍ରହ୍ମରନ୍ଧ୍ର ହେଉଛି ସର୍ବୋଚ୍ଚ କେନ୍ଦ୍ର, ଯାହା ମୁଣ୍ଡର ଉପର ଭାଗରେ ଅବସ୍ଥିତ, ଯେଉଁଠି ଶିଶୁର କୋମଳ ତାଳୁଥାଏ। ଆଚ୍ଛା। ଏହାକୁ ବ୍ରହ୍ମାଣ୍ଡୀୟ ଚେତନା ସହିତ ସଂଯୋଗର ଦ୍ୱାର ବୋଲି କୁହାଯାଏ। ଯୋଗୀ ନିଜ ପ୍ରାଣଶକ୍ତିକୁ ଧୀରେ ଧୀରେ ନିମ୍ନ ଚକ୍ରରୁ ଉଠାଇ ଏହି ଦ୍ୱାର ଦେଇ ବାହାରକୁ ନେଇଯାଆନ୍ତି। ଏହା ଏକ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଉନ୍ନତ ଯୋଗ ପ୍ରକ୍ରିୟା। ଠିକ୍ ଅଛି। ଶରୀର ତ୍ୟାଗ ପରେ ସେମାନଙ୍କର ଗନ୍ତବ୍ୟସ୍ଥଳ କେଉଁଠି? ସେମାନେ କୁଆଡ଼େ ଯାଆନ୍ତି? ଏଠାରେ ଦୁଇଟି ସମ୍ଭାବନା ବିଷୟରେ କୁହାଯାଇଛି। ଯଦି ଯୋଗୀଙ୍କର କୌଣସି ଇଚ୍ଛା ବା ବାସନା ନଥାଏ, ତେବେ ସେ ସିଧାସଳଖ ପରମପଦ ବା ମୁକ୍ତି ଲାଭ କରନ୍ତି। ମୁକ୍ତି, ଯେଉଁଠୁ ଫେରିବାକୁ ପଡ଼େ ନାହିଁ? ହଁ, ଯହିଁ ପଶିଲେ ଆତ୍ମା ମନ, ନ ଲଭେ ପୁନରାଗମନ। କିନ୍ତୁ ଯଦି ତାଙ୍କ ମନରେ ସିଦ୍ଧି, ଐଶ୍ୱର୍ଯ୍ୟ କିମ୍ବା ଉଚ୍ଚତର ଲୋକକୁ ଯିବାର ସାମାନ୍ୟ ଇଚ୍ଛା ଥାଏ, ତେବେ ସେ ସେହି ଲୋକମାନଙ୍କୁ ଯାତ୍ରା କରନ୍ତି। ଯେପରିକି ବ୍ରହ୍ମଲୋକ। ଏହି ଯାତ୍ରାରେ ଶିଶୁମାରା ଚକ୍ରକୁ ଅତିକ୍ରମ କରିବାର କଥା କୁହାଯାଇଛି। ଏହି ଶିଶୁମାର ଚକ୍ର କ'ଣ? ଏହା ଏକ ବହୁତ ରହସ୍ୟମୟ ଶବ୍ଦ ପରି ଲାଗୁଛି। ହଁ, ବୈଦିକ ଜ୍ୟୋତିର୍ବିଜ୍ଞାନରେ
ଶିଶୁମାରା ଚକ୍ରକୁ ଏକ ପ୍ରକାର ବ୍ରହ୍ମାଣ୍ଡୀୟ ମାନଚିତ୍ର ବା କସ୍ମିକ୍ ମ୍ୟାପ୍ ଭାବେ ଦେଖାଯାଏ। ଏହା ଧ୍ରୁବତାରା ଚାରିପଟେ ଥିବା ନକ୍ଷତ୍ରପୁଞ୍ଜର କେନ୍ଦ୍ର। ଆଚ୍ଛା। ଏହାକୁ ଆମ ସୌରମଣ୍ଡଳ ବା ଆକାଶଗଙ୍ଗାର ଏକ ସୀମା ବୋଲି ମଧ୍ୟ କୁହାଯାଇପାରେ। ତେଣୁ ଶିଶୁମାର ଚକ୍ରକୁ ଅତିକ୍ରମ କରିବା ଅର୍ଥ ହେଉଛି ଭୌତିକ ଜଗତର ସୀମା ପାର କରି ଏକ ଉଚ୍ଚତର ସୂକ୍ଷ୍ମ ଲୋକରେ ପହଞ୍ଚିବା। ଯେପରିକି ବ୍ରହ୍ମଲୋକ। ହଁ, ଯେଉଁଠି ଦୁଃଖ, ବାର୍ଦ୍ଧକ୍ୟ କିମ୍ବା ମୃତ୍ୟୁର ଭୟ ନଥାଏ। ସେ ପୁରେ ନାହିଁ ଦୁଃଖ ଶୋକ, ଜରା ମରଣ ଉଦ୍ବେଗ। କିନ୍ତୁ ଆପଣ କହିଲେ ଯେ ଏହା ମଧ୍ୟ ଚରମ ଲକ୍ଷ୍ୟ ନୁହେଁ। ତେବେ ବ୍ରହ୍ମଲୋକରେ ପହଞ୍ଚିବା ପରେ କ'ଣ ହୁଏ? ସେଠାରୁ ଆଗକୁ କିଛି ଅଛି କି? ହଁ, କାରଣ ବ୍ରହ୍ମଲୋକ ମଧ୍ୟ ବ୍ରହ୍ମାଣ୍ଡର ଅନ୍ତର୍ଗତ, ଆଉ ବ୍ରହ୍ମାଣ୍ଡ ନିଜେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ପରେ ବିଲୟ ହୋଇଯାଏ। ମହାପ୍ରଳୟ? ଠିକ୍, ଯେତେବେଳେ ସେହି ସମୟ ଆସେ, ବ୍ରହ୍ମଲୋକରେ ଥିବା ସିଦ୍ଧ ଯୋଗୀମାନେ ବ୍ରହ୍ମାଙ୍କ ସହିତ ପରମ ତତ୍ତ୍ୱରେ ଲୀନ ହୋଇଯାଆନ୍ତି। ଆଉ ଏହି ଲୀନ ହେବାର ପ୍ରକ୍ରିୟା ଅତ୍ୟନ୍ତ ଆକର୍ଷଣୀୟ। ଏହି ପ୍ରକ୍ରିୟାଟି ତତ୍ତ୍ୱଗୁଡ଼ିକର ବିଲୟ ସହିତ ଜଡ଼ିତ। ଯେପରିକି ପୃଥିବୀ ଜଳରେ, ଜଳ ଅଗ୍ନିରେ। ଏହା ଶୁଣିବାକୁ ବହୁତ ଜଟିଳ ଲାଗୁଛି। ଏହାକୁ ଟିକେ ସରଳ ଭାବରେ ବୁଝାଇ ପାରିବେ କି? ନିଶ୍ଚୟ। ଏହାକୁ ଆପଣ ଏକ ପ୍ରକାର ବ୍ରହ୍ମାଣ୍ଡୀୟ ରିସାଇକ୍ଲିଂ ବା କସ୍ମିକ୍ ରିସାଇକ୍ଲିଂ ଭାବେ ଭାବିପାରିବେ। ଓହୋ। ଦେଖନ୍ତୁ, ସାଂଖ୍ୟ ଦର୍ଶନ ଅନୁସାରେ ସୃଷ୍ଟି ଏକ କ୍ରମରେ ହୋଇଛି ସୂକ୍ଷ୍ମରୁ ସ୍ଥୂଳ। ପ୍ରଥମେ ମୂଳ ପ୍ରକୃତି, ତାପରେ ମହତ୍ତତ୍ୱ, ତାପରେ ଅହଙ୍କାର ଏବଂ ଶେଷରେ ପଞ୍ଚମହାଭୂତ। ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ। ହଁ, ତ ମୁକ୍ତି ସମୟରେ ଯୋଗୀ ସଚେତନ ଭାବରେ ଏହି ପ୍ରକ୍ରିୟାକୁ ଓଲଟା କ୍ରମରେ ଅନୁଭବ କରନ୍ତି। ଅର୍ଥାତ୍ ସେ ନିଜ ଚେତନାକୁ ସ୍ଥୂଳରୁ ସୂକ୍ଷ୍ମ ଆଡ଼କୁ ନେଇଯାଆନ୍ତି। ଏକଦମ। ସେ ନିଜ ଲିଙ୍ଗ ଶରୀରର ଅନୁଭବ କରନ୍ତି ଯେ ପୃଥିବୀ ତତ୍ତ୍ୱ ନିଜ କାରଣ ଜଳରେ ଲୀନ ହେଉଛି। ଜଳ ତାର କାରଣ ଅଗ୍ନିରେ, ଅଗ୍ନି ବାୟୁରେ, ବାୟୁ ଆକାଶରେ। ଏହିପରି ସବୁ ତତ୍ତ୍ୱ ନିଜ ନିଜର ମୂଳ ଉତ୍ସରେ ଲୀନ ହୋଇଯାନ୍ତି। ଆଉ ଶେଷରେ ସବୁକିଛି ମୂଳ ପ୍ରକୃତିରେ ଲୀନ ହୁଏ, ଆଉ ସେହି ପ୍ରକୃତି ମଧ୍ୟ ପରମ ଆନନ୍ଦମୟ ଚୈତନ୍ୟ ସ୍ୱରୂପ ଆତ୍ମାରେ ବିଲୀନ ହୋଇଯାଏ। ପ୍ରବେଶ କରେ ବିଦ୍ୟମାନେ ବିଜ୍ଞାନ ଆନନ୍ଦ ଚେତନେ। ଏହା ହିଁ ଅନ୍ତିମ ମିଳନ। ହଁ, ଏହା ହେଉଛି ବ୍ୟକ୍ତିଗତ ଚେତନାର ବ୍ରହ୍ମାଣ୍ଡୀୟ ଚେତନା ସହିତ ସମ୍ପୂର୍ଣ୍ଣ ଏକାକାର ହୋଇଯିବା। ବାଃ, ଏହା ଏକ ଅବିଶ୍ୱାସନୀୟ ଯାତ୍ରା। ତେବେ ଆଜିର ଏହି ଆଲୋଚନାରୁ ଆମେ ଜାଣିଲେ ଯେ ଭାଗବତ ଆମ ସାମ୍ନାରେ ଦୁଇଟି ସ୍ପଷ୍ଟ ପଥ ରଖୁଛି। ଗୋଟିଏ ବାହ୍ୟ ଜଗତରେ ସୁଖ ଖୋଜିବାର, ଯାହା ଅସ୍ଥାୟୀ, ଏବଂ ଅନ୍ୟଟି ନିଜ ଭିତରେ ସ୍ୱାଧୀନତା ଓ ଆନନ୍ଦ ଖୋଜିବାର, ଯାହା ସ୍ଥାୟୀ। ଆମେ ଧ୍ୟାନର ଏକ ସୂକ୍ଷ୍ମ ପ୍ରକ୍ରିୟା ବିଷୟରେ ଜାଣିଲେ ଏବଂ ଶେଷରେ ଚେତନାର ସେହି ମହାଯାତ୍ରା ବିଷୟରେ, ଯେଉଁଠି ଆତ୍ମା ନିଜର ମୂଳ ଉତ୍ସରେ ଫେରିଯାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗ୍ରନ୍ଥ କହୁଛି ଯେ ସେହି ପରମ ସତ୍ୟ କୌଣସି ଦୂର ସ୍ୱର୍ଗରେ ନାହିଁ। ସେ ସର୍ବତ୍ର ବିଦ୍ୟମାନ, ପ୍ରତ୍ୟେକ ଜୀବଙ୍କ ହୃଦୟରେ, ଭିତରେ ଓ ବାହାରେ। ଠିକ୍। ସେ ହରି ସର୍ବଭୂତ ମଧ୍ୟେ ନିତ୍ୟେ ବିହରେ ଆତ୍ମପଦେ। ଜ୍ଞାନୀମାନେ ତାଙ୍କୁ ନିଜର ବୁଦ୍ଧି ଓ ଧ୍ୟାନ ଦ୍ୱାରା ନିଜ ଭିତରେ ହିଁ ଅନୁଭବ କରନ୍ତି। ଏହା ଆମ ପାଇଁ ଏକ ଗଭୀର ଚିନ୍ତନର ବିଷୟ ଛାଡ଼ିଯାଉଛି। ଗ୍ରନ୍ଥରେ ବର୍ଣ୍ଣିତ ଦିବ୍ୟ ସତ୍ତା ଆମ ହୃଦୟରେ ଏକ ଆଙ୍ଗୁଠି ଆକାରରେ ରହି ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି ବୋଲି କୁହାଯାଇଛି। ଯଦି ଆମେ ଏହାକୁ ଏକ ରୂପକ ଭାବରେ ଗ୍ରହଣ କରୁ, ତେବେ ଆମ ନିଜ ଚେତନା ଭିତରେ କେଉଁ ବ୍ରହ୍ମାଣ୍ଡ ଲୁଚି ରହିଛି ଏବଂ ସେହି ଗ୍ରନ୍ଥରେ ବର୍ଣ୍ଣିତ ଏକାଗ୍ରତା ଭଳି କେଉଁ ଉପକରଣ ବ୍ୟବହାର କରି ଆମେ ତାହାକୁ ଅନୁସନ୍ଧାନ କରିପାରିବା।